ବାକ୍ୟ ଏକ ବା ଏକାଧିକ ପଦ ମିଶି ମନର ଭାବକୁ ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାକୁ ବାକ୍ୟ କୁହାଯାଏ। ଯେପରି ମୁଁ ସ୍କୁଲକୁ ଯାଏଁ, ମୋର ଗୋଟିଏ କଲମ ଅଛି, ମଧୁ ମୋର ସାଙ୍ଗ ଅଟେ। ଏହା ଗୋଟିଏ ଗୋଟିଏ ପୂର୍ଣ୍ଣ ବାକ୍ୟ। ଏସବୁକୁ ପଢ଼ିବା ଦ୍ୱାରା ମନର ଭାବ ପୂର୍ଣ୍ଣ ରୂପେ ପ୍ରକାଶିତ ହେଉଛି। ସାଧାରଣତଃ ବାକ୍ୟ ତିନି ପ୍ରକାରର: ସରଳ ବାକ୍ୟ, ଯୌଗିକ ବାକ୍ୟ, ଜଟିଳ ବାକ୍ୟ। ପ୍ରଥମେ ଆମେ ସରଳ ବାକ୍ୟ ପଢ଼ିବା। ସରଳ ବାକ୍ୟ ଯେଉଁ ବାକ୍ୟରେ ଗୋଟିଏ ମାତ୍ର ସମାପିକା କ୍ରିୟା ଥାଏ ତାକୁ ସରଳ ବାକ୍ୟ କୁହାଯାଏ। ଉଦାହରଣ ସ୍ୱରୂପ ବସନ୍ତ ଋତୁରେ ମଳୟ ପବନ ବହେ, ଶିଶୁଟି ଖିଲି ଖିଲି ହସୁଛି, ପ୍ରଭାତ ରୁଟି ଖାଇ ପାଠ ପଢ଼ିବାକୁ ଗଲା। ଏହି ବାକ୍ୟଗୁଡ଼ିକରେ ଗୋଟିଏ ଲେଖା ସମାପିକା କ୍ରିୟା ଅଛି। ପ୍ରଥମ ବାକ୍ୟରେ ବହେ, ଦ୍ୱିତୀୟ ବାକ୍ୟରେ ହସୁଛି, ତୃତୀୟ ବାକ୍ୟରେ ଗଲା ଏସବୁ ଗୋଟିଏ ଗୋଟିଏ ସମାପିକା କ୍ରିୟା। ତୃତୀୟ ବାକ୍ୟରେ ଖାଇ ଗୋଟିଏ ଅସମାପିକା କ୍ରିୟା ଅଟେ। ଓଡ଼ିଶାର ରାଜଧାନୀ ଭୁବନେଶ୍ୱର। ଏଠାରେ ଅଟେ କ୍ରିୟାପଦ ଟି ଉହ୍ୟ ଅଛି, ତେଣୁ ଏହା ଗୋଟିଏ ସରଳ ବାକ୍ୟ। ଯୌଗିକ ବାକ୍ୟ ଯେଉଁ ବାକ୍ୟରେ ଦୁଇଟି ଲେଖାଏଁ ସରଳ ବାକ୍ୟ ଏବଂ ସମାପିକା କ୍ରିୟା ଥାଏ ତାକୁ ଯୌଗିକ ବାକ୍ୟ କୁହାଯାଏ। ଯେପରିକି ସକାଳ ହେଲା ଓ ପକ୍ଷୀମାନେ ରାବ କଲେ, ମୁଁ ଘରକୁ ଗଲି ଓ ଭାତ ଖାଇଲି, ମୋ ବାପା ବିଦ୍ୟାଳୟକୁ ଗଲେ ଓ ଶିକ୍ଷକକୁ ଭେଟିଲେ। ଉପରେ ଥିବା ତିନୋଟି ବାକ୍ୟରେ ଦୁଇଟି ଲେଖାଏଁ ସରଳ ବାକ୍ୟ ରହିଛି ଏବଂ ଦୁଇଟି ସମାପିକା କ୍ରିୟା ରହିଛି। ପ୍ରଥମ ବାକ୍ୟରେ ହେଲା ଓ କଲେ ଦୁଇଟି ସମାପିକା କ୍ରିୟା। ଦ୍ୱିତୀୟ ବାକ୍ୟରେ ଗଲି ଓ ଖାଇଲି ଦୁଇଟି ସମାପିକା କ୍ରିୟା। ତୃତୀୟ ବାକ୍ୟରେ ଗଲେ ଓ ଭେଟିଲେ ଦୁଇଟି ସମାପିକା କ୍ରିୟା ଅଟେ। ଜଟିଳ ବାକ୍ୟ ଯେଉଁ ବାକ୍ୟରେ ଗୋଟିଏ ମୁଖ୍ୟ ବାକ୍ୟ ଥାଏ ଏବଂ ଏକ ବା ଏକାଧିକ ବାକ୍ୟ ଉକ୍ତ ବାକ୍ୟରେ ଆଶ୍ରିତ ଥାଏ ତାକୁ ଜଟିଳ ବାକ୍ୟ କୁହାଯାଏ। ବାକ୍ୟଗୁଡ଼ିକରେ ଯେ, ଯେଉଁ, ଯାହାକୁ, ଯଦି, ଯେଉଁଠାରେ, ଯେହେତୁ, ଯେତେବେଳେ, ଯେମିତି ଇତ୍ୟାଦିର ପ୍ରୟୋଗ ଦେଖାଯାଏ। ଉଦାହରଣ ସ୍ୱରୂପ ଯେତେବେଳେ ସୂର୍ଯ୍ୟ ଉଦୟ ହୁଅନ୍ତି ସେତେବେଳେ ଚାରିଆଡ଼ ନିର୍ମଳ ଦେଖାଯାଏ। ଦ୍ୱିତୀୟ ବାକ୍ୟ ହେଉଛି ତୁମେ ଯଦି ବଜାରକୁ ଯିବ ତେବେ ମୁଁ ତୁମ ସହିତ ଯିବି। ଉପର ବାକ୍ୟଗୁଡ଼ିକରେ ଏକାଧିକ ବାକ୍ୟ ଅଛି, ସେଗୁଡ଼ିକ ଭାଗ କରାଗଲେ ହେବ। ପ୍ରଥମ ବାକ୍ୟକୁ ଭାଗ କଲେ ଯେତେବେଳେ ସୂର୍ଯ୍ୟ ଉଦୟ ହୁଅନ୍ତି ଗୋଟିଏ ବାକ୍ୟ ହେବ। ଦ୍ୱିତୀୟ ବାକ୍ୟଟି ହେଉଛି ସେତେବେଳେ ଚାରିଆଡ଼ ନିର୍ମଳ ଦେଖାଯାଏ। ଦ୍ୱିତୀୟ ବାକ୍ୟକୁ ଭାଗ କଲେ ତୁମେ ଯଦି ବଜାରକୁ ଯିବ ଗୋଟିଏ ବାକ୍ୟ ହେବ। ଦ୍ୱିତୀୟ ବାକ୍ୟଟି ହେବ ତେବେ ମୁଁ ତୁମ ସହିତ ଯିବି। ଏହି ଜଟିଳ ବାକ୍ୟରେ ଦ୍ୱିତୀୟ ବାକ୍ୟଟି ସବୁବେଳେ ପ୍ରଥମ ଅଂଶ ଉପରେ ନିର୍ଭର କରୁଛି, ତେଣୁ ଏଗୁଡ଼ିକ ଜଟିଳ ବାକ୍ୟ। ଧନ୍ୟବାଦ।